ନମସ୍କାର ସାଙ୍ଗମାନେ, ଆଜି ଆମେ ବାହାରିଲୁ ଅନୁଗୁଳ ଯିବା ବାଟେ। ଦେଖନ୍ତୁ ପାହାଡ଼ କେତେ ସୁନ୍ଦର ଦେଖାଯାଉଛି। ସେପଟେ କାଶତଣ୍ଡିର ବି ବହୁତ ମନୋହର ଦୃଶ୍ୟ। ବହୁତ କାଶତଣ୍ଡିର କାହାଣୀ ତ ଆପଣମାନେ ଶୁଣିଥିବେ। ହଉ ଛାଡ଼ନ୍ତୁ, ଚାଲନ୍ତୁ ଆମେ ଯିବା ବାଟରେ ଆମେ ଅନୁଗୁଳରେ ପହଞ୍ଚି ଯାଇଥିଲୁ। ଏଠି ସ୍ମାର୍ଟ ବଜାର ପାଖେ ଦହିବରା ଦେଖି ମନ ଆଉ ରହିଲାନି, ଭୋକ ବି ଲାଗୁଥିଲା। ତେଣୁ ଆମେ ଏଠି ଦହିବରା ଖାଇ ଦେଇଥିଲୁ। ତାପରେ ବାହାରିଲୁ ମାଆଙ୍କର ଟିକେ ଦର୍ଶନ କରିବା ଲାଗି। ମାଆଙ୍କର ମାନେ ଅନୁଗୁଳରେ ତ ମା ବୁଢ଼ୀ ଠାକୁରାଣୀ। ସେଠି ଆମେ ଦର୍ଶନ ମାଆଙ୍କର ବହୁତ ସୁନ୍ଦର ଭାବରେ ହେଇଗଲା। ଦର୍ଶନ ସାରି ଆସିଲା ପରେ ଈଶାନର ଜିଦ୍ ଥିଲା ଯେ ମାମା ଆମେ ପାର୍କ ଯିବା। ତେଣୁ ଆମେ ଯାଇ ପହଞ୍ଚି ଯାଇଥିଲୁ ଇକୋ ପାର୍କରେ। ସେଠି ଦେଖି ଠେକୁଆମାନଙ୍କୁ ପ୍ରଥମେ ସେ ମାମା ଠେକୁଆ ଦୁଇଟା ଆମେ ନେଇକି ଯିବା ଘରକୁ ଏମିତି କହୁଥିଲା। ତାପରେ ପାର୍କରେ ବୁଲାବୁଲି କଲୁ, ବହୁତ ସେ ଖୁସି ହେଉଥିଲା। ତାପରେ ଜିଦି କଲା ଯେ ମାମା ଦୋଳି ଖେଳିବି। ସେ ଯାଇକି ସବୁ ଦୋଳିରୁ ଟିକେ ଟିକେ ଖେଳି ଦେଇଥିଲା। ଦୋଳି ଖେଳି ତା ମନ ଟିକେ ଖୁସି ହେଇଗଲା ପରେ ଆମେ ସେଠି ଟିକେ କିଛି ଫଟୋ ଉଠେଇ ଦେଇଥିଲୁ। ତାପରେ ଆମେ ଘରକୁ ବାହାରିଥିଲୁ।